दर्शक बंधु अक्षय तृतीया ଏହି ଅକ୍ଷୟ ତୃତୀୟା ଠାରୁ 5ଟି ରାଶିର ଭାଗ୍ୟ ବଦଳି ଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ 82 ବର୍ଷ ପରେ ଅତ୍ୟନ୍ତ ଶୁଭ ସଂଯୋଗ ହେବାକୁ ଯାଉଛି। ଆପଣମାନେ ଆସନ୍ତା ଏପ୍ରିଲ 30 ତାରିଖରେ ଅକ୍ଷୟ ତୃତୀୟା ପାଳନ କରିବେ, ଯେଉଁଥିରେ ସର୍ବଦା ସିଦ୍ଧି ଯୋଗ, ଶୁଭର ଯୋଗ ଓ ରବି ଯୋଗ ହେବାକୁ ଯାଉଛି। ଏହାର ପ୍ରଭାବରୁ ସମସ୍ତ ରାଶିର ବ୍ୟକ୍ତିଙ୍କର ଉପରେ ପ୍ରଭାବ ପଡ଼ିବ। ମଧ୍ୟ କିଛି ରାଶିଙ୍କ ଭାଗ୍ୟଶାଳୀ ହେବାର ସୁଯୋଗ ରହିଛି। ସେହି 5ଟି ରାଶିଙ୍କ ମଧ୍ୟରୁ ପ୍ରଥମଟି ହେଉଛି ବୃଷ ରାଶି। ବୃଷ ରାଶିର ବ୍ୟକ୍ତିବିଶେଷମାନେ ବୃଷ ରାଶିରେ ଆପଣମାନେ ଆର୍ଥିକ ଓ ପାରିବାରିକ କ୍ଷେତ୍ରରେ ବିଶେଷ ଲାଭ ମିଳିବ। ଚାକିରି କରୁଥିବା ବ୍ୟକ୍ତିବିଶେଷଙ୍କୁ ସଫଳତା ମିଳିବ। ଟଙ୍କା ନିବେଶ କରି ଲାଭବାନ ମଧ୍ୟ ହେବେ। ଏହାପରେ ଆପଣମାନଙ୍କର କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିବିଶେଷମାନେ ନୂଆ ଚାକିରି ମିଳିବାର ଯୋଗ ରହିଛି, ଅର୍ଥାତ୍ ଅଟକିଥିବା ଧନ ପ୍ରାପ୍ତି ହେବ ଏବଂ ସୁନା ରୂପା କିଣିପାରନ୍ତି ମଧ୍ୟ। ତାପରେ ତୁଳା ରାଶି। ତୁଳା ରାଶିର ବ୍ୟକ୍ତିବିଶେଷମାନେ ଆପଣମାନଙ୍କର ଆୟୁର ନୂଆ ନୂଆ ସ୍ରୋତ ସାମ୍ନାକୁ ଆସିବ। ନୂଆ ଘର ଓ ଗାଡ଼ି କିଣିବାର ଯୋଗ ରହିଛି। ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି ମଧ୍ୟ। ଏହାପରେ ଆପଣମାନଙ୍କର ମକର ରାଶି। ମକର ରାଶିର ବ୍ୟକ୍ତିବିଶେଷମାନେ ନୂଆ ବ୍ୟବସାୟ ଆରମ୍ଭ କରିବେ ଓ ଅଟକିଥିବା କାମର ସଫଳତା ମିଳିବ ଓ ଚାକିରିରେ ସଫଳତା ଦେଖିବାକୁ ପାଇବେ ମଧ୍ୟ। ହଠାତ୍ ଧନ ମିଳିବାର ସମ୍ଭାବନା ରହିବ। ଏହାପରେ ଆପଣମାନଙ୍କର କୁମ୍ଭ ରାଶି। କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ଆପଣମାନଙ୍କର ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ ଓ ବ୍ୟବସାୟ ଲାଭବାନ ହେବା ସହିତ ଘରର ହସ ଖୁସିରେ ବାତାବରଣ କରିବ। ଏହାପରେ ଆପଣମାନଙ୍କର ମୀନ ରାଶି। ମୀନ ରାଶିର ବ୍ୟକ୍ତିବିଶେଷମାନେ ମୀନ ରାଶିରେ ଆପଣମାନଙ୍କ ପାଇଁ ହିଁ ଏହି ଦିନ ଅତ୍ୟନ୍ତ ଶୁଭ ରହିବ। ଏହି ସମୟରେ ମୀନ ରାଶି ଜୀବନରେ ଅନେକ ବଡ଼ ବଡ଼ ଖୁସି ଖବର ଆସିପାରେ। ଚାକିରିରେ ଲାଭବାନ ହୋଇପାରନ୍ତି। ଏହା ସହିତ ଆପଣମାନଙ୍କର ନୂଆ ସମ୍ପତ୍ତି ତଥା ଗାଡ଼ି ଆପଣ ମଧ୍ୟ ଏହି ଦିନ କିଣିପାରିବେ। ଅନେକ ଦିନରୁ ଅଟକିଥିବା ଧନ ଆପଣଙ୍କ ପୁନଶ୍ଚ ପାଇପାରନ୍ତି। ତେବେ ଆଶା କରୁଛି ଭିଡ଼ିଓଟି ଭଲ ଲାଗିବ। ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।